ହୃଦୟର ଅଧୀର ସ୍ପନ୍ଦନକୁ ଜୋର କରି ଦମନ କରୁଥାଏ। କାଳେ ମାୟା ଜାଣିପାରି ଲୋକହସା କରିଦେବ। ଶ୍ୱେତ ବସ୍ତ୍ର ଏବଂ ଶ୍ୱେତପୁଷ୍ପ ମୋର ଅତ୍ୟନ୍ତ ପ୍ରିୟ, କିନ୍ତୁ ନୀଳଗୋଲାପ ଯେ ମୋର ପ୍ରାଣ। କର୍ଣ୍ଣ ଜାଣିବେ କେମିତି? ସ୍ୱୟଂବର ସଭାରେ ସେ ଯେବେ ମୋତେ ଗଭୀର ଭାବେ ନିରୀକ୍ଷଣ କରିଛନ୍ତି, ସେଦିନ ମୁଁ ଶ୍ୱେତବସ୍ତ୍ର ପିନ୍ଧିଥିଲି, ଶୁଭ୍ର ପୁଷ୍ପରେ ବିମଣ୍ଡିତ ହୋଇଥିଲି, କିନ୍ତୁ ମୋ କବରୀରେ ଶୁଭ୍ର ମଲ୍ଲିକାର ଗଜରା ହାରରେ କୁଣ୍ଡଳୀ ଭିତରେ ସଖୀ ନିତମ୍ବିନୀ ନୀଳଗୋଲାପର ଦରଫୁଟା କଳିଟିଏ ଖୋସି ଦେଇଥିଲା। ମୋ ହାତରେ ଧରାଇ ଦେଇଥିଲା ନୀଳଗୋଲାପର ସ୍ତବକ। ସଭା ମଣ୍ଡପରେ ବସି ମୁଁ ପ୍ରିୟ ନୀଳଗୋଲାପକୁ ହିଁ ନତମୁଖ ହୋଇ ଦେଖୁଥିଲି। ତାରି ସଙ୍ଗେ ଗୋପନ ଆଳାପ କରି ମୋର ବ୍ରୀଡ଼ା ଲୁଚାଇବାର ଚେଷ୍ଟା କରୁଥିଲେ। ମଝିରେ ମଝିରେ ନୀଳଗୋଲାପର ପାଖୁଡ଼ାକୁ ଗଣ୍ଡରେ ଛୁଆଁଇ ରୋମାଞ୍ଚିତ ପୁଲକରେ ନୀଳ ନୀଳ ସ୍ୱପ୍ନ ଦେଖୁଥିଲି। କର୍ଣ୍ଣ ସେସବୁ ଲକ୍ଷ୍ୟ କରିପାରିଛନ୍ତି ଏବଂ ବୁଝି ମଧ୍ୟ ପାରିଛନ୍ତି ଯେ ଶୁଭ୍ର ପୁଷ୍ପରେ ମଣ୍ଡି ହେଲେ ମଧ୍ୟ ନୀଳଗୋଲାପ ହିଁ ମୋର ପ୍ରିୟ, ଅତି ପ୍ରିୟ। ଶୌର୍ଯ୍ୟ, ବୀର୍ଯ୍ୟ, ଐଶ୍ୱର୍ଯ୍ୟ ଏବଂ ରୂପଗୁଣର ଅଧିକାରୀ ପୁରୁଷ ନାରୀର କାମ୍ୟ, କିନ୍ତୁ ସେମାନଙ୍କ ଭିତରେ ନାରୀର ମନ କଥା ଯେ ବୁଝିପାରେ, ସେ ନାରୀର କେବଳ କାମ୍ୟ ନୁହେଁ, ଧ୍ୟେୟ। ନାରୀର ମନ ବୁଝିବା ପୁରୁଷ କେତେଜଣ ଅଛନ୍ତି ଏ ପୃଥିବୀରେ? ମୋର ପଞ୍ଚପତିଙ୍କ ଭିତରୁ କେହି ବି ଜାଣନ୍ତି ନାହିଁ ନୀଳଗୋଲାପ ମୋର ପ୍ରିୟ ବୋଲି। ଏପରିକି ଯୁଧିଷ୍ଠିରଙ୍କ ସହ ପତିପତ୍ନୀର ଜୀବନ ବିତାଉଥିଲେ ବି ମୋ ମନର ଅନେକ କଥା ସେ ଜାଣନ୍ତି ନାହିଁ। ବିବାହ ପରେ ଏତେ ଦିନ ବିତି ଯାଇଥିଲେ ମଧ୍ୟ ମୋର ପଞ୍ଚପତିଙ୍କ ଭିତରୁ କେହି ଜଣେ ହେଲେ ମୋତେ ନୀଳଗୋଲାପଟିଏ ଉପହାର ଦେଇନାହାନ୍ତି। ତେବେ କର୍ଣ୍ଣ ଯେ ଏ ଫୁଲ ମୋ ପାଇଁ ସଂଗ୍ରହ କରିଛନ୍ତି, ସେ କଥା କିଏ କହିବ? କୃଷ୍ଣ ବଳରାମଙ୍କ ପାଦ ଉପରେ କୌରବ ଭାଇମାନେ ପୁଷ୍ପାଞ୍ଜଳି ଦେଇ ପ୍ରଣାମ ଜଣାଉଛନ୍ତି, କିନ୍ତୁ କର୍ଣ୍ଣ ନିଶ୍ଚଳ ପ୍ରତିମା ପରି ନୀଳଗୋଲାପର ଗୁଚ୍ଛ ଧରି ନିଷ୍ପଲକ ଦୃଷ୍ଟିରେ ମୋର ପାଦପାତର ଛନ୍ଦକୁ ଲକ୍ଷ୍ୟ କରୁଛନ୍ତି। କୁଣ୍ଠା ଓ ଲଜ୍ଜାରେ ମୋର ପାଦ ଛନ୍ଦି ହୋଇଯାଇଛି। ତେବେ କ'ଣ ନୀଳଗୋଲାପ ମୋରି ପାଇଁ ଉଦ୍ଦିଷ୍ଟ? ଚତୁର୍ଦିଗରୁ ପୁଷ୍ପବୃଷ୍ଟି ଭିତରେ ମୁଁ ପାଦେ ପାଦେ ଆଗେଇବାର ଚେଷ୍ଟା କରୁଛି। ନୀଳଗୋଲାପର ସ୍ତବକ ଆସି ପଡ଼ିଲା ମୋ ପାଦରେ। ମୁଁ ଇତସ୍ତତ ହୋଇଗଲି କ୍ଷଣେ ଏବଂ ପୁଷ୍ପଗୁଚ୍ଛଟିକୁ ଅତି ଯତ୍ନରେ ଉଠାଇ ଆଣିବି ବୋଲି ଭାବୁ ଭାବୁ ପାଦଟିଏ ଆଗେଇ ଗଲି କ୍ଷିପ୍ର ଗତିରେ ଏବଂ ଠିକ୍ ପୁଷ୍ପଗୁଚ୍ଛ ଉପରେ ମୋର ପାଦଟି ପଡ଼ିଗଲା। ଆଃ ବୋଲି ଅସ୍ପଷ୍ଟ ଶବ୍ଦ କରି ଉଠିଲି ମୁଁ। ମୋ ପଦରେ ଗୋଲାପର କଣ୍ଟା ଫୁଟିଯିବାର ଯନ୍ତ୍ରଣାରେ ନୁହେଁ, ନୀଳଗୋଲାପର କୋମଳ ପାଖୁଡ଼ା ସବୁ ମୋ ପାଦପାତରେ ମନ୍ଥିତ ହୋଇଗଲା ବୋଲି ମୁଁ ଆର୍ତ୍ତନାଦ କରି ଉଠିଲି। ପରକ୍ଷଣରେ ପାଦରେ ଯନ୍ତ୍ରଣା ଲାଗିଲା। କ'ଣ ହେଲା କହି ମାୟା ନଇଁ ପଡ଼ି ମୋର ପାଦଟିକୁ ତୋଳି ଧରିଲା ତା'ର ପାପୁଲିରେ। ଗୋଲାପର କଣ୍ଟା ବି ବିଦ୍ଧ ହୋଇ ରହିଥାଏ ମୋର ପାଦରେ। କର୍ଣ୍ଣ ବିଚଳିତ ଏବଂ ଲଜ୍ଜିତ ହୋଇ କ'ଣ କରିବା ଉଚିତ ବୋଲି ଚିନ୍ତା କରୁଥାନ୍ତି ହୁଏତ। ମାୟା ଆସ୍ତେ ଗୋଲାପର କଣ୍ଟାଟି ମୋ ପାଦରୁ ବାହାର କରିଦେଲା। ବିନ୍ଦୁଏ ରକ୍ତ ମୋର ଅଳତାବୁଳା ପାଦ ତଳିପାରୁ ଝରି ଆସିଲା। ଯନ୍ତ୍ରଣାରେ ମୋର ଆଖି ଛଳଛଳ। କର୍ଣ୍ଣ ମାୟାର ନିକଟତର ହୋଇ ତା'ର କାନ ପାଖରେ କହିଲେ, ରାଜବଧୂଙ୍କଠାରୁ କ୍ଷମା ମାଗି ନେଉଛି। ଜାଣି ଜାଣି ମୁଁ ତାଙ୍କୁ ଯନ୍ତ୍ରଣା ଦେଇନି। ଜାଣି ଜାଣି ସର୍ବସମକ୍ଷରେ କାହାକୁ କଷ୍ଟ ଦେବାର ଦୁଃଖ ମୁଁ ଜାଣେ। ମୋର ପ୍ରୀତି ଉପହାର ଯେ ରାଜବଧୂଙ୍କୁ କ୍ଷତାକ୍ତ କରିବ ଜାଣିନଥିଲି। ତେବେ ମନର ଜ୍ୱାଳାଠାରୁ ଶରୀର ଜ୍ୱାଳା ଅନେକ ପରିମାଣରେ ଊଣା। ଏ କଥା ଭାବି ସେ ମୋତେ କ୍ଷମା କରିଦେବେ। ଗହଳି ଏବଂ ଆନନ୍ଦ କଳରୋଳ ଭିତରେ ଏସବୁ ଯାହା ଘଟିଥିଲା ତା'ର ସାକ୍ଷୀ କେବଳ ମାୟା। ଆଉ କେହି କିଛି ଶୁଣିଲେ ନାହିଁ, ଜାଣିପାରିଲେ ନାହିଁ। କର୍ଣ୍ଣ ଯେପରି ଇଙ୍ଗିତରେ ମନେ ପକାଇ ଦେଲେ ଯେ ସେଦିନ ସ୍ୱୟଂବର ସଭାରେ ତାଙ୍କୁ ଯେଭଳି ଭାବରେ ଅପମାନିତ କରାଗଲା, ତାହା ମୋର ଇଚ୍ଛାକୃତ। ମୁଁ ଚାହିଁଥିଲେ ତାଙ୍କୁ ସେ ଅପମାନରୁ ରକ୍ଷା କରିପାରିଥାନ୍ତି। ବାସ୍ତବରେ କଥାଟା କ'ଣ କେତେକାଂଶରେ ସତ୍ୟ ନୁହେଁ? ସ୍ୱୟଂବର ସଭାରେ ବୀରତ୍ୱ ଶୌର୍ଯ୍ୟର ପରୀକ୍ଷା ଦେଉଥିବା ସ୍ଥଳେ ମୁଁ ପିତାଙ୍କର ସେ ସଂକୀର୍ଣ୍ଣ ସର୍ତ୍ତକୁ ନୀରବରେ ମାନିନେଲି କାହିଁକି? ମାୟା କହୁଥିଲା, କର୍ଣ୍ଣ ସୁପୁରୁଷ ହେଲେ ମଧ୍ୟ ଅତ୍ୟନ୍ତ ଅହଙ୍କାରୀ। ଏତେ ବଡ଼ ଅପମାନର ଜ୍ୱାଳା ସେ ଭୁଲି ନାହାନ୍ତି, ଭୁଲିବେ ବି ନାହିଁ। ପ୍ରତିଶୋଧର ପ୍ରଥମ ପର୍ଯ୍ୟାୟରେ ତୁମର ପାଦ ହୋଇଛି ରକ୍ତାକ୍ତ। କିଏ ଜାଣେ ଶେଷ ପର୍ଯ୍ୟାୟରେ ତୁମର ହୃଦୟର କି ଅବସ୍ଥା ହେବ? ସଖୀ, କର୍ଣ୍ଣଙ୍କର ବୀରତ୍ୱକୁ ସେଦିନ ଯଦି ଉଦାର ହୃଦୟରେ ସମ୍ମାନ ଦିଆଯାଇଥାନ୍ତା, ତେବେ ପଞ୍ଚପତି ଗ୍ରହଣର ଦୁଃସହ ପରିସ୍ଥିତି ତୁମ ଜୀବନରେ ଆସିନଥାନ୍ତା। ପଞ୍ଚପତିଙ୍କୁ ନେଇ ସାରା ଜୀବନ କି ହଟହଟା ତୁମେ ନ ହେବ? ମାୟାର କଥା ସତ୍ୟ ହେଲେ ମଧ୍ୟ ମୁଁ ମନେ ମନେ ବିରକ୍ତ ହେଲି। ବାରମ୍ବାର ମାୟା ମୋର ମନକୁ ଦୁର୍ବଳ, ବିଚଳିତ, ଲକ୍ଷ୍ୟଭ୍ରଷ୍ଟ କରାଉଛି କାହିଁକି? ଯାହା ଘଟିନାହିଁ ସେ ବିଷୟରେ ଆଲୋଚନା କରି ମନକୁ କଳୁଷିତ କରିବି କାହିଁକି? ମୁଁ କର୍ଣ୍ଣଠାରୁ ଦୃଷ୍ଟି ଫେରାଇ ନେଇ କୃଷ୍ଣଙ୍କ ପାଦରେ ଦୃଷ୍ଟି ସ୍ଥିର ରଖିଲି। ଆଉ ପାଦଟିଏ ଆଗେଇ ଗଲି କୃଷ୍ଣଙ୍କୁ ଅନୁସରଣ କରି। ହସ୍ତିନାପୁରୀର ରାଜବଧୂ ମୁଁ। କୃଷ୍ଣା ଯାହାକୁ ତାକୁ ନେଇ ଉଦ୍ଭଟ ଚିନ୍ତା କରି ମନକୁ ବିଭ୍ରାନ୍ତ କରିବା ମୋ ପକ୍ଷେ ସମ୍ଭବ ନୁହେଁ। କର୍ଣ୍ଣ ଯଦି ଅହଙ୍କାରୀ, ମୁଁ ବି କିଛି କମ୍ ନୁହେଁ। ସେ ବସୁକ୍ଷଣ ହେଲେ ମୁଁ ମଧ୍ୟ ଯାଜ୍ଞସେନୀ। ଯିଏ ଅଗ୍ନିରୁ ଜାତ, ସେ ପୁଣି ଅନଳକୁ ଭୟ କରିବ? ହସ୍ତିନାର ଅର୍ଦ୍ଧେକ ରାଜ୍ୟ ଖାଣ୍ଡବପ୍ରସ୍ଥ ପାଣ୍ଡବମାନଙ୍କୁ ଅର୍ପଣ କଲେ ରାଜା ଧୃତରାଷ୍ଟ୍ର। ଖାଣ୍ଡବପ୍ରସ୍ଥରେ ବାସୋପଯୋଗୀ ଗୃହଟିଏ ମଧ୍ୟ ଆମ ପାଇଁ ନାହିଁ।
ହସ୍ତିନାର ବିଳାସ, ଐଶ୍ୱର୍ଯ୍ୟ ଏବଂ ରାଜପ୍ରସାଦ କୌଣସି ଦିନ ମୁଁ କାମନା କରିନଥିଲି। ମୁଁ କାମନା କରିଥିଲି ହସ୍ତିନାପୁରୀର ରାଜବଧୂର ଅଧିକାର ସ୍ୱୀକୃତି। ତାହା ମୋତେ ମିଳିଛି। ଖାଣ୍ଡବ ପ୍ରସ୍ତରେ କୁଡ଼ିଆଟିଏ ମଧ୍ୟ ମୋତେ ସୁଖ ଦେବ, ପରିପୂର୍ଣ୍ଣତା ଦେବ। କିନ୍ତୁ କୃଷ୍ଣ ଯାହାଙ୍କର ସଖା, ଖାଣ୍ଡବ ପ୍ରସ୍ତକୁ ଇନ୍ଦ୍ରପ୍ରସ୍ଥରେ ପରିଣତ କରିବା ତାଙ୍କ ପକ୍ଷରେ କିଛି ଦୁଃସାଧ୍ୟ ନୁହେଁ। ଖୁବ୍ ଅଳ୍ପ ଦିନରେ ଇନ୍ଦ୍ରପ୍ରସ୍ଥ ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ ଏବଂ ନବନିର୍ମିତ ହୌମ୍ୟମାଳାର ଅପରୂପ ଶୋଭାରେ ହସ୍ତିନାପୁରୀକୁ ଟପିଗଲା। ଇନ୍ଦ୍ରପ୍ରସ୍ଥର ସଭାଗୃହୀ ସବୁଠାରୁ ଲୋଭନୀୟ ଏବଂ ଆକର୍ଷଣୀୟ ହୋଇ ଉଠିଲା।